ଆସି କ'ଣ କରୁଛୁ? ବାପାଙ୍କର ନା ସେଇଠି ଏଇଠି ରୁମାଲଟା ମୁଣ୍ଡରେ ପକାଉଛି। କ'ଣ ପାଇଁ? କିନ୍ତୁ ବାବାଙ୍କୁ ଜ୍ୱର ହେଇଛି। ତୁ ତ ସବୁ ଜାଣିଛୁ। ଛୋଟବେଳେ ଯେତେବେଳେ ମୁଁ ବଡ଼ ଥିଲି ତମେ ବି କରିଦେଉଛ। ତୁ ଯେତେବେଳେ ବଡ଼ ଥିଲୁ ବଡ଼ ଥିଲୁ ତୁ ନା ଛୋଟ ଥିଲୁ? ଛୋଟ ଥିଲି। ପାଣି ପଡ଼ିବ ପାଣି ପଡ଼ିବ। ଆଉ କ'ଣ? କିଛି ନାହିଁ ଦେଖୁଛି ବାବା। ଆରେ ଛୋଟ ଟିକେ ସେଇଠି এটা করলে কোন হবে মা? এটা করলে দেহ ঠিক হব। আচ্ছা ଜ୍ୱର ଭଲ ହେଇଯିବ? ମେଡ଼ିସିନ୍ ଖାଇବାକୁ ପଡ଼ିବନି? ନାଇଁ ତମେ କିଛି ହେଲ୍ପ କରିଦବ ନା ମୁଁ ହେଲ୍ପ କରୁଛି। ଆଚ୍ଛା ଆଚ୍ଛା ତୁ ବାପାଙ୍କୁ ହେଲ୍ପ କରୁଛୁ ମୁଁ କରୁନି ବୋଲି? ନାଇଁ ଆଚ୍ଛା ତମେ କିଛି ବି କରିଦଉନ। ହଁ ହଉ ହଉ ଠିକ୍ ଅଛି କରେ ତୁ କରେ ତାହେଲେ ଆଜିଠୁ ରୋଷେଇ ବାସ ଖାଇବା ସବୁ ତୁ ଦେଖିବୁ ହେଲା। କରିପାରୁ ତ? କେମିତି କରିଲ ମା? ମୋତେ ଜଣା ଅଛି। କେମିତି ଜାଣି ହେଲା ତତେ? ମୁଁ ତମକୁ କାଲି ବତେଇବି। ଆଜି କ'ଣ ଖାଇବୁ ଆଉ? କାଲି ବତଉଛି। ଆଜି ମୁଁ ନିଜେ ରୋଷେଇ କରିବି। ହଁ କ'ଣ କରୁ? ଭାତ ଡାଲି ଏସବୁ କରି। ଭାତ କେମିତି କରୁଛନ୍ତି କହ? ଫାର୍ଷ୍ଟ ଚାଉଳ ପକେଇକି ଚାଉଳରେ ପାଣି ପକେଇକି କ'ଣ କେମିତି କରୁ? କେମିତି କରୁ ଭାତ? ଭାତ ଫାର୍ଷ୍ଟ ପାଣି ପକେଇ ଭାତରେ ଚାଉଳରେ ପୁଣି ବସେଇବି। ପୁଣି ବସାଇଲେ ପୁଣି କରିବି ଏମିତି କରିବି। ପୁଣି ପୁଣି ତାଟିଆରେ ରଖିବି। ପୁଣି ସିଧା କରି ତାପରେ ପୁଣି ଆଉ ପୁଣି ଡାଲି ପକେଇବି। ଡାଲି କହିଦେଉଛି। ତାପରେ ପୁଣି ଏମିତି ପୁରା ରୋଷେଇ କରିବି। ପୁଣି ଆଉ କ'ଣ ବନେଇବି? ବାସନ ମାଜିବି। ସବୁ କରି କରିପାରୁ ତୁ? ଆଉ ତାହେଲେ ମୁଁ ଦୋକାନ ପଳାଉଛି ତୁ କରିବୁ ଆଉ ମୁଁ ଆସିଲା ସେ ଦୋକାନରୁ ତୁ ପୁରା ରେଡ଼ି ରଖିଥିବୁ ହେଲା। ମୋତେ ଆଉ ରୋଷେଇ କରିବା ଟେନସନ୍ ନାହିଁ ଆଉ ପାଠ କେତେବେଳେ ତମ ଦି ଜଣଙ୍କୁ ରୋଷେଇ କରିବା ପାଇଁ ବନ୍ଦ। ଆଜି ମୁଁ କରି ତମ ହଉ ଖାଲି ଗୋଟେ ଦିନ ପାଇଁ ନା ସବୁଦିନ? ସିଏ ଏମିତି ଝକା ମାରି ସେମିତି ଉଡ଼ିଛ। ଖାଲି ଅଛି ପୁରା ଡ୍ରେସ୍ ସେଠି ଶୁଖିଲାଣି। ଶୁଖିଲେ ଧୁଆ ହବ? ଓଦା ରହିବାକୁ ପଡ଼ିବ? ଓଦା ରହିବାକୁ ପଡ଼ିବ? ଶୁଖିଯିବ ପୁଣି। କୋଉଠି ଶିଖିଛ ମା ଏଟା ତୁ? ଯେତେବେଳେ ଛୋଟ ଥିଲି ନା ମାମାଠୁ ଶିଖିଛି। ଆଉ କହୁଛୁ ମାମା ସେବା କରୁନାହାନ୍ତି କିଛି ହେଲି? ତମେ ମତେ ଯଦି ଜ୍ୱର ଥିବ ତ ତମେ ମୋର ସେବା କରୁଛ। ପାପାଙ୍କର ଯଦି ଜ୍ୱର ଥିବ ତ କିଛି ସେବା କରୁନ। ଖାଲି ଗପ ଭଲ ହିଁ ହଉଛ। ଆଚ୍ଛା କାହା ସାଙ୍ଗରେ ହଉଛି? ତମ କଷ୍ଟମର ପାଖରେ ମୁଁ ଦେଖ କେତେ ତାଙ୍କ ଜ୍ୱର ହେଲେ ପାଣି ପକଉଛି, ପାଣି ଦଉଛି, ମେଡିସିନ ଦଉଛି, ଏସବୁ କରୁଛି। କେତେବେଳେ ମେଡିସିନ ଦେଲୁ? ପାପା ହଁ କରିଦେଲେ ହେଇଗଲା। ପୁରା ଗୁଡ୍ ଗାର୍ଲଟା ତୁ ଆଉ ନାଇଁ କି? ମୁଁ ବେକାର ମାମାଟା ନାଇଁ କି? ମୁଁ ଘର ଛାଡ଼ି ପଳାଉଛି। ଆମେ ଗୋଟେ ନୂଆ ମାମା ଆଣିବା। ଆଚ୍ଛା ହଉ ଠିକ୍ ଅଛି। ତାଙ୍କେ ନା ବାପାଙ୍କର ସେବା କରିବେ। ହଉ ଠିକ୍ ଅଛି ମୁଁ ପଳାଉଛି ଆଈ ଘରକୁ ପଳାଉଛି। ମୁଁ ଆଈ ଘରକୁ ପଳାଉଛି ତୁ ନୂଆ ମାମା। ତୋ ବାଲେଶ୍ୱର କେମିତି ହେଇଗଲା? ମୋ ମାମା ମୋ ବାବା ମୋ ଲୋପା ମୋ ବାପୁ ତୋ ବାଲେଶ୍ୱର କେମିତି ହେଇଗଲା? ବାଲେଶ୍ୱରଟା ତୋର ନା କ'ଣ?
କେମିତି ହେଲା? ଯେତେବେଳେ ତମର ବାଲେଶ୍ୱର ହେଇଗଲା ସେତେବେଳେ ମୋର ହେଇଗଲା। ତ ମୁଁ ତ ପଳେଇବି, ତୋର କେମିତି ହବ? ଆଉ ମୁଁ ପଳଉଛି। ହଉ ପଳା ତମେ ଗେଟ ହଉ ଠିକ୍ ଅଛି, ମୁଁ ପଳଉଛି। ହଉ ଲଗେଜଟା ବାହାର କରିଦେଲ, ଲଗେଜଟା ବାହାର କରିଦିଏ, ମୁଁ ପ୍ୟାକିଂ କରିଦିଏ, ମୁଁ ପଳଉଛି ମୋ ମାମା ପାଖକୁ ପଳେଇ। ଆରେ ତୁ ତ କହୁଛୁ ପଳାଅ ଗେଟ୍ ଆଉଟ୍ ବୋଲି କହିଲୁ, ତ ମୁଁ କାହିଁକି ରହିବି? ତୁ ଥା, ତୁ ତୋ ପାପା ସାଙ୍ଗେ ଥା, ତୋ ବୋଉକୁ ଡାକିଦେ ହେଲା। ତୁ ଥା, ମୁଁ ମୋ ମାମା ପାଖକୁ ପଳଉଛି। ମୋ ମାମା। ହଁ ତୋ ମାମା। ବସିଆ ନାଇଁ ତୁ ବୋଉ ପାଖରେ ରହିଯିବୁ। ନାଇଁ କାଇଁ? କିନ୍ତୁ ମୁଁ ଆଈ ପାଖରେ। ଆଚ୍ଛା ଆଈ ମୋ ଝିଅ। ଆଇ ତୋ ଝିଅ। ତାଙ୍କ ମା। ମୁଁ ହଉଛି ତୋ ଆଈଙ୍କ ଝିଅ, ତ ମୁଁ ମୋ ମାମା ପାଖରେ ରହିବି। ତୁ ତ ମୋତେ ଭଲ ପାଉନୁ, ତୁ ମୋତେ ପସନ୍ଦ କରୁନୁ। ଯଦି ତମେ ତମର ଆଈଙ୍କୁ କରିବ ନା, ତ ମୁଁ ନା ଜୋର ଜୋର ଆଉତେ କାନ୍ଦି ଯେମିତି କାନ୍ଦିଲି ସେଠି। କେମିତି ଘରେ କେମିତି କାନ୍ଦୁଥିଲୁ? ମୁଁ ତ ପଳେଇବି ମୋ ମାମା ପାଖକୁ, ମୁଁ ପଳେଇ। ତୁ ତ ମୋତେ ଗେଟ୍ ଆଉଟ୍ କହିଲୁ, ମୁଁ କାହିଁକି ତମ ପାଖରେ ରହିବି? ମୋର ଦରକାର ନାହିଁ ତମମାନେ। ଓକେ ଲଗେଜଟା କାଢ଼ିଦେଲ, ଲଗେଜ ବାହାର କର। ମୁଁ ପ୍ୟାକିଂ କରିଛି, ମୋ ଡ୍ରେସ୍ ପ୍ୟାଣ୍ଟ ସବୁ କରିବି, ଶାଢ଼ୀ ସବୁ ଧରିବି, ମୁଁ ଚାଲିବି। ଆମେ ସେଠି ମସ୍ତି କରିବୁ। ଏବେ ତ ଆଈଙ୍କ ସିଷ୍ଟର ବି ଅଛନ୍ତି, ମୋ ଆଣ୍ଟି ସବୁ। ମୁଁ, ମୋ ଆଣ୍ଟି, ମୋ ମାମା, ମୋ ଲୋପା, ବାପୁ, ମୋ ବାବା, ସମସ୍ତେ ଆମେ ମସ୍ତି କରୁ। ହଁ ତୋ ବାପୁ ଦିଦି ମୋର। ହଁ ଯା ତାଙ୍କ ଘରକୁ ପଳା। ଯଦି କଷ୍ଟ ପଡ ତମ ଏବେ ମୁଁ କଣ କରିବି? ତୁ କ'ଣ କରିବା ଦରକାର? ତୁ କିଛି କରିବା ଦରକାର, ତମେ ଯାହା କରୁଛ କର, ମୁଁ ତ ମୋର ପଳେଇବି। ମୁଁ ସେଠି ମୋର ଏନ୍ଜୟ କରିବି, ତମେ ତମର ଯାହା କରୁଛ କର। ଓକେ ଲଗେଜଟା ବାହାର କର, ଲଗେଜଟା। ନାଇଁ ବାବୁ ବାହାରେ। ମୋର ତ ତୁ କେତେବେଳେ ସେବା କରିନୁ, ମୁଁ କାହିଁକି ରହିବି? ହେଲେ ସତ କଥା, ତୁ ତ ଖାଲି ପାପାଙ୍କୁ ଭଲ ପାଉଛୁ ନା, ମତେ ତ ଭଲ ପାଉନୁ। ପାପାଙ୍କ ପରି ନା ବରି? ବରି। ହଉ ଠିକ୍ ଅଛି, ହଉ ଚାଲିଲି ମୁଁ, ବାଏ। ପଳେଇ ପକ୍କା? ହଉ ଠିକ୍ ଅଛି, ବାଏ ବାଏ।